ତାପରେ ରଥ ଭାଙ୍ଗି ସେ ଯାଆନ୍ତି। ଏ ଭିତରେ ପ୍ରମୁଖ ଜିନିଷ ହେଉଛି ଏ ଅଞ୍ଚଳର ଯେତେ ମନ୍ଦିର ରହିଛି, ଏ ଡୁମୁଡୁମା ଅଞ୍ଚଳରେ ପ୍ରାୟ 17ଟା ମନ୍ଦିର ରହିଛି। ପ୍ରାୟ ଆଉ ବିଭିନ୍ନ ଅନୁଷ୍ଠାନ ବ୍ୟକ୍ତି ବିଶେଷ ସେମାନେ ସମସ୍ତେ ତାଙ୍କର ଗୋଟେ ପାଳି କରାଯାଇଛି। ପ୍ରତିଦିନ କେଉଁ ମନ୍ଦିର ସବୁ ଭୋଗ ଦେବେ। ପ୍ରତିଦିନ ପ୍ରାୟ 40-50 କେଜି ଭୋଗ ଆସିକି ପହଞ୍ଚୁଛି। ତେଣୁକରି ଏ ଡୁମୁଡୁମା ଅଞ୍ଚଳର ସମସ୍ତ ବ୍ୟକ୍ତି ସମସ୍ତ ଅନୁଷ୍ଠାନ ଏଠି ସମସ୍ତେ ଏକତ୍ରିତ ହୋଇକି ଏ କାର୍ଯ୍ୟକ୍ରମ କରିଥାନ୍ତି। ଆଉ ବିଶେଷ କଥା ହେଉଛି ଆପଣ ଯେଉଁ କଥା ପଚାରିଥିଲେ 10-15 ହଜାର ଭକ୍ତ ଏଠି ଯେଉଁ 4 ଛକ ଅଛି ପ୍ରାୟ 1 କିଲୋମିଟର ପର୍ଯ୍ୟନ୍ତ ଯେଉଁ ଦିଗକୁ କହିବ ସେ ଦିଗକୁ ଆମର ଲୋକ ଲାଗିଯାଆନ୍ତି। ମୀନା ବଜାର ମଧ୍ୟ ଆମର ଏଠି 30-40ଟି ଦୋକାନ ପଡ଼ିଛି ଆପଣମାନେ ଦେଖୁଥିବେ। ତେଣୁକରି ଏ ଅଞ୍ଚଳର ଗୋଟେ ବଡ଼ ଯାତ୍ରା କହିଲେ ବର୍ତ୍ତମାନ ଡୁମୁଡୁମା ରଥଯାତ୍ରା ଆଉ ଗୁଣ୍ଡିଚା ମଣ୍ଡପରେ ସମସ୍ତେ ଏକତ୍ର ହୋଇକି ବଡ଼ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ତାହେଲେ ଭୋଗ ପ୍ରଦାନ କରାଯାଉଛି। ସବୁ ଦେଖିବେ ଲମ୍ବା ଲାଇନ୍ କେମିତି ଲାଗିଛି। ଭୋଗ ସମସ୍ତଙ୍କୁ ଭୋଗ ଦିଆଯାଏ। ଆଗ୍ରହର ସହିତ ସମସ୍ତେ ତାଙ୍କର ମାନେ ସଂକୀର୍ତ୍ତନ ସହିତ ବିଭିନ୍ନ ମନ୍ଦିରରୁ ସେମାନେ ଆସୁଛନ୍ତି ତାଙ୍କର ଭୋଗ ନେଇକରି। ତେଣୁକରି ଅଞ୍ଚଳବାସୀ ଏବେ ବହୁତ ଆନନ୍ଦିତ। ପ୍ରତିଦିନ ଏଇଠି 500 ଲୋକ ଦେଖୁଛନ୍ତି, କିନ୍ତୁ ରଥଯାତ୍ରା ଦିନ ପ୍ରାୟ 10-15 ହଜାର ଲୋକ ଏଥିରେ ଏକତ୍ରିତ ହେଉଛନ୍ତି।